ବର୍ତ୍ତମାନ କଳି ଯୁଗରେ ହୁଁ। ଜ୍ଞାନୀ ଅଛନ୍ତି କିନ୍ତୁ ତତ୍ତ୍ୱଜ୍ଞାନୀ ନାହାନ୍ତି। ତେଣୁ ଜ୍ଞାନାତ୍ମନେ ତୃପ୍ତସ୍ୟ କୃତକୃତ୍ୟସ୍ୟ ଯୋଗିନ ନ ଚାଷୀ କ୍ୱଚିତ୍ କର୍ତ୍ତବ୍ୟ ମସ୍ତି ଚେନ ନ ତତ୍ତ୍ୱବିତ। ତାର ଅର୍ଥ ହଉଛି ଯୋଉ ଯୋଗୀ ବା ଜ୍ଞାନୀ ଜ୍ଞାନ ରୂପକ ଅମୃତରେ ତୃପ୍ତ ଏବଂ କୃତ୍ୟ ହୋଇଯାଇଛନ୍ତି ତାଙ୍କ ପାଇଁ କର୍ତ୍ତବ୍ୟ ବୋଲି କିଛି ନାହିଁ। ଯଦି ତାଙ୍କର କିଛି ଅଛି କର୍ତ୍ତବ୍ୟ ତେବେ ସେ ତତ୍ତ୍ୱଜ୍ଞାନୀ ନୁହନ୍ତି। ବୁଝିଲେ ଆଜ୍ଞା? ଆଜ୍ଞା ନ ଜାତୁ କର୍ମନ୍ କହ୍ୟାନ ଲୋପାବ ଧର୍ମ ତେଜ ଜୀବତି ସାପି ହେ ତେଜ ନିତ୍ୟ ଧର୍ମ ସୁଖ ଦୁଃଖେ ତାନିତ ଜୀବ ନିତ୍ୟ ହେତୁରସ୍ୟ ତୋନିତା। ମାନେ ମୋର କହିବା କଥା ହଉଛି ଏଇ ଯୋଉ ମନୁଷ୍ୟ ମାନେ ଅଛନ୍ତି ତାଙ୍କୁ କୌଣସି ସମୟରେ ଆପଣ କାମ ଆସୁଛି, ମନ ଭିତରେ ଭୟ ଆସୁଛି, ତାଙ୍କର ଲୋଭ ଆସୁଛି, ସେ ଚାହୁଁଛନ୍ତି। କିନ୍ତୁ ଗୋଟିଏ ବଡ କଥା ହଉଛି ଯଦି ମନୁଷ୍ୟ ଜୀବନ ରକ୍ଷା ଧର୍ମ ତ୍ୟାଗ କରିବ ତା ଉଚିତ ନୁହେଁ। ନା ଆପଣଙ୍କ ମତାମତ କଣ? ଆଜ୍ଞା କାରଣ ଧର୍ମ ନିତ୍ୟ ଓ ସୁଖ ଓ ଦୁଃଖ ଅନିତ୍ୟ ତଥା ଜୀବ ନିତ୍ୟ ଏବଂ ଜୀବନର ହେତୁ ଅନିତ୍ୟ ଅଟେ। ତେଣୁ ହେ ହୃଦାନନ୍ଦ ବାବା, ତେଣୁ ମରଣ ସଙ୍କଟ ଉପସ୍ଥିତ ହେଲେ ମଧ୍ୟ ତାକୁ ଭଲ କି ଶୁଣନ୍ତୁ, ଯଦି କୌଣସି ଜ୍ଞାନୀ ଲୋକଙ୍କର ମରଣ ସଙ୍କଟ ଉପସ୍ଥିତ ହେଲେ ମଧ୍ୟ ମନୁଷ୍ୟ ହସି ହସି ମରଣକୁ ବରଣ କରିଦିଏ କି ଧର୍ମ ଛାଡେ ନାହିଁ। ଏହା ହଉଛି ସତ୍ୟ। ଆଜ୍ଞା ହଁ, ଯେକୌଣସି ପରିସ୍ଥିତିରେ ସ୍ୱଧର୍ମ ତ୍ୟାଗ କରିବା ଉଚିତ ନୁହେଁ। ଏହା ଦ୍ୱାରା ସେଇ ମଣିଷଟି ସବୁ ପ୍ରକାର କଲ୍ୟାଣ ଲାଭ କରିବ। ବୁଝିଲେ? ଆଜ୍ଞା କିନ୍ତୁ ବଡ ଦୁଃଖର ବିଷୟ ହଉଛି ଆମେ ଶୁଣିଛେ ବଡ ଦେଉଳରୁ ବାରମ୍ବାର ପଥର ଖସୁଛି। ଆପଣଙ୍କର ଏବେ ବି ଖସିଥିଲା, ଆଉ କିଛି ଦିନ ତଳେ ଖସିଥିଲା। ଆଉ ଯୋଉ ରାଜା ସେବା କରିବା କଥା ଦୈନନ୍ଦିନ ମହାପ୍ରଭୁଙ୍କର ସେ ଠିକ ସେବା କରୁନାହାନ୍ତି ବୋଲି ମତେ ଗୋଟେ ନିର୍ଦ୍ଦେଶ ମିଳିଛି। ତେଣୁ ମୁଁ ଆପଣଙ୍କୁ କହୁଛି, ତେଣୁ ଅଚ୍ୟୁତ ବହୁତ ପୂର୍ବରୁ ଲେଖିଥିଲେ, ମୋର ବଡ ଦେଉଳରୁ ଖସିବ ପଥର ଶ୍ରୀକ୍ଷେତ୍ର ରାଜନ ମୋର ନ ସେବେ ପୟର। ଅଚ୍ୟୁତ ଲେଖିଥିଲେ ତାଙ୍କର। ରାଜା ଯିବ ନାନା ଦୁଃଖ ପାଇବେଟି ସେହୁ ତାକୁ ମାନ୍ୟ ନ କରିବେ ଅନ୍ୟ ରାଜା କେହୁ। ମାନେ ଏଇ ଯୋଉ ରାଜା ଅଛନ୍ତି ତାଙ୍କୁ କେହି ମାନ୍ୟ କରିବେ ନାହିଁ। ରାଜା ରାଜା, ସେ ଗଭର୍ଣ୍ଣମେଣ୍ଟ ଦରମା ପାଉଛି। ତେଣୁ ସେ ପ୍ରଭୁଙ୍କ ପରେ ନୈଦିନ ସେବିବା କଥା ସେବୁ ନାହାନ୍ତି ବୋଲି ଅଚ୍ୟୁତ କହିଛନ୍ତି। କାହାକୁ କହୁଛନ୍ତି? ତାଙ୍କର ଅଚ୍ୟୁତଙ୍କ ଶିଷ୍ୟ ହଉଛି ରାମଦାସ। ବୁଝିଲେ ଆଜ୍ଞା? ଆଜ୍ଞା ଆରେ ଶୁଣ 17 ଅଙ୍କରୁ 28 ଯାଏ, ଅଙ୍କ ଯାଏ ଧରଣୀ କମ୍ପିବ ଅହନିଶି ଧରଣୀ କମ୍ପିବ। 28 ମସିହା 2028 ଯାଏ। ଆଜ୍ଞା ହଁ, ତେଣୁ ସେ ପ୍ରଭୁ କହୁଛନ୍ତି କଳା ଧଳା ଅସେ ଚରି ଦେବେ ଜଗନ୍ନାଥ, ମେଛ ସଂହାର କରିବେ ଜଗତର ନାଥ। ବୁଝିଲେ ଆଜ୍ଞା? ଆଜ୍ଞା ଅନ୍ୟାୟ ମାନ ହୋଇବ ବିପରୀତେ ଜାତ, ରାଜା ଛେନି ନେଉଥିବ ପରଜାର ବିତ। ମାନେ ପରଜାଙ୍କଠୁ ନାନା ପ୍ରକାର ଟ୍ୟାକ୍ସ ନଉଛି, ଘତ ନଉଛି, ଯୋଉ ରାଜନ କରୁଛନ୍ତି ସେ ତାଙ୍କ ପ୍ରଜାଙ୍କୁ କଷ୍ଟ ଦଉଛନ୍ତି। ବର୍ତ୍ତମାନ ଯୋଉ ରାଜା ଚାଲିଛି ବୋଲି ମହାପ୍ରଭୁ ଅଚ୍ୟୁତ ଲେଖିଛନ୍ତି ବହୁ ପୂର୍ବରୁ। ବୁଝିଲେ ଆଜ୍ଞା? ଆଜ୍ଞା ବିକଳ ହୋଇନ ବନେ ପଶୁଥିବେ ଯାଇ, ପଡୁଏ ମୋହର ଭାଗ୍ୟ କି କରିବି ମୁଁ ହିଁ। ପ୍ରତ୍ୟେକ ଲୋକ ଭାବିବ ଖାଇବାକୁ ପାଇବ ନାହିଁ। ବର୍ତ୍ତମାନ ଯୋଉ ସମୟ ଆସୁଛି, ଏ ଜୁନ 15 ପରେ ମରୁଡି କେତେ ରାଜ୍ୟରେ ପଡିବ, ଭୂମି ଫାଟିବ। ଯୋଉ ଆପଣଙ୍କର ପାଣିପାଗ ବରା କହିଛନ୍ତି ସାମାନ୍ୟରୁ ଅଧିକ ବର୍ଷା ହବ। ମୁଁ ମଧ୍ୟ କହିଛି ସାମାନ୍ୟ ଅଧିକା ବର୍ଷ କେଉଁ କୋଉଠି ହବ, କେଉଁ କୋଉଠି ନହବ ତା ସମୟ ଅନୁସାରେ ମୁଁ କହିବି। କିନ୍ତୁ ଆପଣଙ୍କ ରଜ ସଂକ୍ରାନ୍ତି ପରେ ଅଚ୍ୟୁତଙ୍କର ଏ କଥାଟି ସତ୍ୟ ହବ। ଭୂମି ଫାଟିବ,
ପ୍ରଜାଙ୍କର ଆହାକାର ହେବ, ବିପରୀତ ମଣିଷକୁ ବିପରୀତ ବୁଦ୍ଧି ଯୋଗାଇବ, ପ୍ରେଚ ବିକରରେ ସେହି ଖାଇବ ନିଜ ପରିବାରକୁ ଯେ ମାଡ଼ି ନ ବସିବ। ମାନେ ମଣିଷ ଖାଇବ ବୋଲି ଲେଖୁଛନ୍ତି ଅଚ୍ୟୁତ। ଆଜ୍ଞା କାହାରି ମନ କାହାରି ସାଙ୍ଗେ ନ ମିଶିବ, ଜଣେ ବୁଢୀ ମରୁଥିଲେ ଜଣେ ହସୁଥିବ, ତାକୁ ଉଦ୍ଧାର କରିବ ନାହିଁ। ମହାପ୍ରଭୁ ଅଚ୍ୟୁତ ଲେଖିଛନ୍ତି। ଆଜ୍ଞା ଚୋରି ଯେ କରୁଥିବ ଲୋକ ସାଧୁ ବୋଲାଇବ, ସାଧୁ ଯେ ଚୋରି କଲେ ଦଣ୍ଡ ପାଉଥିବ। ନା ସାଧୁ ଚୋରି କରିଲେ ସେ ନ ପାଇବ, ଯେ ଚୋରି କରୁଥିବ ସେ ସାଧୁ ବୋଲେଇବ। ବୁଝିଲେ ଆଜ୍ଞା? ଆଜ୍ଞା ଆରେ ଖଚୁଆ ମିଛୁଆ ଆଉ ପର ଘର ବୁଢା ଏମାନେ ବୁଲିବେ ଚଢି ପାଲିକି ଆଉ ଘୋଡା। ମାନେ କାର ଚଢିବେ, ମୋଟର ଚଢିବେ, ଘୋଡା ଚଢିବେ। ବାପ ସଙ୍ଗରେ ପୁଅ ଯେ ଜଣ୍ଡେ ନ ପଡିବ, ଶିଶୁକୁ ବୋହୁ ମାରିନ ଘଉଡାଇ ଦେବ। ମାନେ ଶାଶୁକୁ ବୋହୁ ମାରିନ ଘଉଡାଇ ଦେବ। ଏଇ ଯୋଉ ବୋହୁ ଧନ ଲୋଭ ଦିନୁ ଦିନୁ ବଢୁଥିବ ପାର୍ଥ, ବାପ ମାକୁ ବାହାର କରିଦେବ ସୁତ, ଭାରିଜା ବସରେ ରହି ଧର୍ମକୁ ଲଙ୍ଘିବେ, ଠାକୁର ପରାଏ ତାର ଚରଣ ଆସିବେ। ଭାରିଜାକୁ ଗୋଡ ମୋଡି ଦେବେ, ଭାରିଜାକୁ ଚାଟିବେ, ଭାରିଜା ମୁଖ ମାରିବେ, ଭାରିଜାକୁ କରିବେ। ଏଇଟା ମହାପ୍ରଭୁ ଅଚ୍ୟୁତ କହିଛନ୍ତି, ମୁଁ କହିନାହିଁ। କହିଲେ ଏଇଟା ଆପଣ କଳି ଭାଗବତରେ ମହାପ୍ରଭୁ ଅଚ୍ୟୁତ ଲେଖିଛନ୍ତି। ମନେ ରଖିଥାନ୍ତୁ, କଳି ଭାଗବତ ଯିଏ, ବୁଝିଲେ ଆଜ୍ଞା? ଆପଣଙ୍କର ଏଇଟା ହବ କେତେବେଳେ? ରାଜନ ସେ ମୋର ପୟର ସେବା କରୁ, ଜଗନ୍ନାଥ କହୁଛନ୍ତି। ନାନା ଦୁଃଖ ମୁଁ ସେବା ପାଉଛି, ଅନ୍ୟ ରାଜା ମାନେ କେହି ମତେ ମାନ କରୁନାହାନ୍ତି। 28 ଅଙ୍କ ଯାଏ ଏ ବି ଚାଲିବ। ଗୋଟିଏ କଥା ଶୁଣନ୍ତୁ, ମା ମାଟି ସ୍ତ୍ରୀ, ଆମେ ଯଦି ସ୍ତ୍ରୀ ଆଗରେ କୌଣସି କଥା କହିବା, ନିଶ୍ଚୟ ସେ କାହା ଆଗରେ ବିକିଦେବ। କାହିଁକିନା ମାଟିରେ ଆପଣ ଯେକୌଣସି ବୀଜ ପକେଇବେ, ମାଟିର ଧର୍ମ ହଉଛି ତାକୁ ଅଙ୍କୁରାର୍ପଣ କରି ଗଛ ଉଠେଇବା। ଏଇଟା ସତ ନା ମିଛ ଆଜ୍ଞା? ଆଜ୍ଞା ତେଣୁ ମା ମାନେ, ଯୋଉ ସ୍ତ୍ରୀ ମାନେ କୌଣସି କଥା ପେଟରେ ରଖିବେନି ବୋଲି ବ୍ରହ୍ମା କହିଛନ୍ତି, ଅଚ୍ୟୁତ ବି କହୁଛନ୍ତି। ତେଣୁ ଆପଣଙ୍କର ଏଇ ଯୋଉ ସବୁ ହଉଛି, ଏଇଟା 2017 ମସିହାରୁ ବେଶୀ ଆରମ୍ଭ ହେଲାଣି। 2018 ମସିହା ପର୍ଯ୍ୟନ୍ତ ଆଉ ଏଠୁ ବେଶୀ ଅତି ଭାବରେ ଧରିଛି। ତେଣୁ ଏଇ ପ୍ରଭୁ କଣ କରିବେ 2028 ଭିତରେ ବୋଲେ, ଏବେ କଳା ଅଶରେ ଚଢି ଦେବ ସ୍ୱୟଂ କଳ୍କି ମେଛ ଶଙ୍ଗାର କରିବାକୁ ଆରମ୍ଭ କରିବେ। ବିପରୀତରେ ଅନ୍ୟାୟ ମାନ ଜାତ ହେଉଥିବ। ଆଜ୍ଞା ତେଣୁ ଲୋକ କହିବି ଇଏ କଣ, କିଏ ଗୋଟେ ଆସି ଏମିତି କରୁଛି। ମାନେ କଳା ବେଲେ କଳା କାର ଆଣିବେ ଏଇ ଯୋଉ କଳି ଯୁଗରେ, ଆଉ କଳା ସ୍କୁଟର ଆଣିବେ, କଳା ବାଇକ ଆଣିବେ, କି କଳା ସେଟା ଘୋଡା କହୁଛନ୍ତି। ତେଣୁ ଏ ଯୋଉ ଧନ ଲୋଭ ଦିନ ପ୍ରବଳ ବଢିବ। ତେଣୁ ତାକୁ କେହି ଧର୍ମକୁ ମାନିବେ ନାହିଁ। ତେଣୁ ଧର୍ମ ଯେତେବେଳେ ସଂକୁଚିତ ହବ, ଆଉ ଧର୍ମର ଲୀଳାଖେଳା ପ୍ରଭୁ କରିବେ, ସେତେବେଳେ ଆପଣ ଦେଖିବେ ଏ ସଂସାରରେ ଆଉ କୌଣସି ଲୋକ ମାନେ ଆପଣଙ୍କର ଗୁଣକୁ ଧାରଣ କରି ଗୁଣବନ୍ତ ହେଇପାରିବ ନାହିଁ। ଗୋଟେ ଛୋଟ କଥା କହୁଛି, ଆପଣ ଶୁଣନ୍ତୁ। ଆଜ୍ଞା ଆଉ ଏଟା ମନ ଦେଇ ଶୁଣିବେ। ଗୋଟିଏ କଥାରେ ଅଛି, ନାରୀ ବା ସ୍ତ୍ରୀକୁ ଗୁମର କଥା କେବେ କହିବେ ନାହିଁ, ନା ପେଟର କଥା କେବେ କହିବେ ନାହିଁ। ଏହାର ଅର୍ଥ ସାଧାରଣତଃ ଭାଗବତରେ ବ୍ରହ୍ମା ଲେଖିଛନ୍ତି, ନାରୀ ବାୟା ବଢି ପାଣି ବ୍ରହ୍ମାଣ୍ଡ ଦ୍ୱାରତି ଜାଣି। ଆରେ ମା ମାଇପ ଏ ହେଲେ ମାଟି। ଆଜ୍ଞା ଯେଉଁ ଆପଣ ମଞ୍ଜି ବୁଣିବ ସେ ଗଛ ନିଶ୍ଚୟ ଉଠିବ, ତାହାର ହଉଛି ଧର୍ମ। ସେ ତା ପରିପ୍ରକାଶ କରିବ, ତ ତା ଗୁଣକୁ ଗୁଣବନ୍ତ କରିବ ହିଁ କରିବ। କାରଣ ସେ ମାଟି ମା, ସେ ତାର ଧର୍ମ ପାଳନ କରିବ। ଏଥିରେ ଆଶ୍ଚର୍ଯ୍ୟ କଥା କିଛି ନାହିଁ।
କିନ୍ତୁ ବ୍ରହ୍ମା ସେଇ ସହିତ କହିଥିଲେ ସ୍ତ୍ରୀ ଲୋକ ଗୁଡାକ ଖରାପ, ତାଙ୍କର ସଂଯମତା ନାହିଁ। ପ୍ରଥମ ମୂଳ କଥା ହେଲା ଯେତେବେଳେ ତୁମ ସଂଯମତା ନାହିଁ, ତୁମର ବାକ୍ୟର ମଞ୍ଜିକୁ ତାଙ୍କଠାରେ ବୁଣିଲ, ସେ ତା ଧର୍ମ ପାଳନ କଲା, ଏଥିରେ କ୍ଷତି କଣ? କ୍ଷତି ଅଛି କି ଆଜ୍ଞା? ନାଇଁ ମାଟି ଆଜ୍ଞା। ଗଛ ଉଠେଇବା ଉଠେଇଲା। ଆଜ୍ଞା ତେଣୁ ତୁଳସୀ ମଞ୍ଜି ବୁଣ, କି ବିଛାତି ମଞ୍ଜି ବୁଣ, ଯାହା ବାଇଡଙ୍କ ମଞ୍ଜି ବୁଣ, ମାଟି ତାର କର୍ତ୍ତବ୍ୟ କରିବ, ସେ ତା ଗୁଣକୁ ଚାରିଆଡେ ପ୍ରକାଶ କରିବ। ସେଇପରି ସଂସାର ରୂପ ସମୁଦ୍ରରେ ବର୍ତ୍ତମାନ ଯୁଗରେ ଆମକୁ ବରଫ ଖଣ୍ଡ ଭଳିଆ ଥଣ୍ଡା କୋଲ୍ଡ ମାଇଣ୍ଡ କରି ଚଳିବାକୁ ପଡିବ। ଆଶାକୁ ପରିତ୍ୟାଗ କରିବାକୁ ପଡିବ। ବୁଝିଲେ ଆଜ୍ଞା? ତେଣୁ ଆମେ ଖୁବ ତୀବ୍ରତାରେ, ବହୁତ ବେଗରେ ଆମର ଚିନ୍ତା ଚାଲିଛି, କିନ୍ତୁ କଥାରେ ଅଛି ଚିତା ଖାଏ ଗଣ୍ଡି, ଲୁଣ ଖାଏ ହାଣ୍ଡି। ତେଣୁ ହେ ଭକ୍ତ, ନିଜକୁ ଆଶାକୁ ଚିନ୍ତାରେ ପରିଣତ କରନ୍ତୁ ନାହିଁ, ତାକୁ ପରମ ପିତା ଉପରେ ଦାନ କରନ୍ତୁ। କାହିଁକି ନା ଏଇ ଯୋଉ ଚିନ୍ତା ବା ଚିତ୍ତା ଏ ଜୀବକୁ ପୋଡି ଜାଳି ପାଉଁଶ କରି ଦେଉଛି। ଏ ସତ ନା ମିଛ? ଯଦି ସତ, ସକଳ ଚିନ୍ତାକୁ ଏକାଥରକେ ଭସ୍ମୀଭୂତ କରିଦେଇଛି। ମନକୁ ଭସ୍ମୀଭୂତ କରିଦିଅ। କାହିଁକିନା ଚିନ୍ତା ପ୍ରତି ମୁହୂର୍ତ୍ତରେ ମୁହୁର୍ମୁହୁ କରି ଆପଣ ପୋଡି ଚାଲିଛି, ଆପଣ ଜାଣିପାରୁନାହାନ୍ତି। ରୋଗ ଦଉଛି, ସୁଖ ଦଉଛି। ତେଣୁ ଆମର ଗୋଟିଏ ବଡ କଥା ହଉଛି ଧର୍ମତା। ତେଣୁ ଆପଣ ମାନେ ଜୀବନରେ ସଫଳତାର ଚାବିକାଠି। ତେଣୁ କାୟ ମନ ବାକ୍ୟରେ ପର ଉପକାରୀ କରି ଚାଲିଲେ ସମାଜରେ କଣ ସାରା ବିଶ୍ୱରେ ତୁମର ଯଶ ପ୍ରତିଷ୍ଠା ବା ଆଦର ସମାନ ବୃଦ୍ଧି ପାଇବ, ପାଇବ ହିଁ ପାଇବ। ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ବୁଝିଲେ ଆଜ୍ଞା? ବେଳେ ବେଳେ ଆମର ଯୋଉ ଭକ୍ତ ଭାଇ ମାନେ ଅଛନ୍ତି ବା ଭୂତୀୟ ଭାଇ ମାନେ ଅଛନ୍ତି, ଆମକୁ କେହି ଭଲ ପାଉନାହାନ୍ତି, କେହି ଭଲ ପାଉଛନ୍ତି। ତୁମେ ଅନ୍ତରରେ କେତେ ଭଲ ପାଉଛ, କେତେ କାହାକୁ ବିନମ୍ରତାର ସହିତ ପ୍ରାର୍ଥନା କରୁଛ, କେତେ କାହାକୁ ନମ୍ରତାର ସହିତ ସାହାଯ୍ୟ କରୁଛ, ଜୀବନରେ ତୁମେ କେତେ ଥର ଅନ୍ୟମାନଙ୍କ ପାଇଁ କ୍ଷମା ପ୍ରାର୍ଥନା କରୁଛ, ନିଜର ଭୁଲ ପାଇଁ ନିଜେ କେତେ ନିଜକୁ ସମୀକ୍ଷା କରିଛ, ତୁମର ଭୁଲ ପାଇଁ ତୁମେ କେବେ ଅନୁତାପ୍ତ କରିଛ। ଯଦି ତୁମର ଏସବୁ କରୁଥାଅ, ତାହେଲେ ତୁମେ ବିଶ୍ୱ ଦରବାରରେ ଦିନେ ନା ଦିନେ ନିଶ୍ଚୟ ଆଦରର ପାଲଟି ହବ, ବଡ ଲୋକ ହବ, ତୁମ ସବୁ ମନସ୍କାମନା ପୂର୍ଣ୍ଣ ହବ। ଏହା ବି ସତ୍ୟ। ଆଜ୍ଞା ଏତେ ତିଳେ ସନ୍ଦେହ ନାହିଁ। ତେଣୁ ଯୋଉମାନେ ଏହା ବିଷୟରେ ପରାମର୍ଶ କରିବାକୁ ଚାହୁଁଛନ୍ତି ବା ମୋଠୁ ଉତ୍ତର ଚାହୁଁଛନ୍ତି କାହା କେମିତି ଯଥାର୍ଥ, ତୁମେ ଗୁପ୍ତ ସପ୍ତ ପୁରୁଷର ମଧ୍ୟ ମୋଠୁ ଉତ୍ତର ପାଇବ। ମନେ ରଖିଥାନ୍ତୁ। ତେଣୁ ମୁଁ ଯେତେବେଳେ ଆପଣଙ୍କର ଏଇ କଥା ସପ୍ତ ପୁରୁଷର ଉଦାହରଣ ଦେବି, ତାର ମାଧ୍ୟ ହବ ଓଡିପିକି ଚ୍ୟାନେଲ ବା ଯୋଉମାନେ ସାଧକ ଅଛନ୍ତି ବା ଯୋଉମାନେ ସଂସାରରେ ପୁଅ ଝିଅ ଅଛନ୍ତି, ସମସ୍ତଙ୍କ ପ୍ରତି ଏହା ଏକ ଅମୃତ ତୁଲ୍ୟ ବାକ୍ୟ। ଆଜ୍ଞା ଆଉ ଥରେ କହୁଛି, ରୁଚୁ ନଚୁ ଖା ପିତା, ବୁଝୁ ନ ବୁଝୁ ପଢ ଗୀତା। ଏହାର ତାତ୍ପର୍ଯ୍ୟ ହଉଛି ପ୍ରତ୍ୟେକ ସଂସାରରୁ ଯେକୌଣସି ଲୋକ ହଉ, ଗୁରୁକୁଳରୁ ହଉ ବା ପିତା ମାତା ହଉ ବା ଯେକୌଣସି ହୁଅନ୍ତୁ, ସେମାନେ ନିଷ୍କାମୀ ହେବା ଦରକାର। ତାଙ୍କର କ୍ରୋଧ ଶିଷ୍ୟ ପ୍ରତି, ଭକ୍ତ ପ୍ରତି, ପୁତ୍ର ପ୍ରତି ଏକ ବିଶଲ୍ୟକରଣୀ ସଦୃଶ ହବା ଦରକାର। ଏହା ବାହାରକୁ ଭୟଙ୍କର ଦେଖାଯାଏ, କିନ୍ତୁ ଅନ୍ତରରେ ନିଷ୍କାମ ଭାବ ଥାଏ, ଶାନ୍ତ ଥାଏ। ତାହାକୁ ଗୁରୁ କୁହନ୍ତି। ଆଉ ଯୋଉ ଶିଷ୍ୟ
ପ୍ରଥମେ ବହୁତ କଟୁ ଲାଗେ, କିନ୍ତୁ ଯେତେବେଳେ ତାର ସେ ନିଜେ କର୍ମକ୍ଷେତ୍ରକୁ ଆସେ ସେତେବେଳେ ତାର ଏ କଥା କବଚ ପାଲଟି ଯାଇଥାଏ। ମନେ ରଖନ୍ତୁ, ଏହା ହଉଛି ଅନ୍ତରର ଗୋଟେ ଶୋଧନ ବାକ୍ୟ। ବୁଝିଲେ? କଷ୍ଟ ନଥିଲେ କୃଷ୍ଣ ପ୍ରାପ୍ତି ହବ ନାହିଁ। ଈଶ୍ୱରଙ୍କ କର୍ମ ପାଇଁ ପ୍ରେମ ଦରକାର। ପ୍ରେମର ଆବଶ୍ୟକ ଅଛି, କିନ୍ତୁ ମୋହ ନୁହେଁ, ମାୟା ନୁହେଁ, ସଙ୍କୋଚ ନୁହେଁ, ମମତାର ନୁହେଁ, ଏଗୁଡ଼ା ଆବଶ୍ୟକ ନାହିଁ। କାରଣ ଯେତେବେଳେ ଗୋଟିଏ ଭକ୍ତ ପୁତ୍ରର କୁ ଅନ୍ତରରେ ମୋହ, ମାୟା, ସଙ୍କୋଚ, ମମତା ବର୍ଷା ବାଜି ଯାଇଥାଏ, ସେତେବେଳେ ଗୁରୁଙ୍କର ପ୍ରଚଣ୍ଡ ଗାଳି ବର୍ଷଣ ହୋଇଥାଏ। ବୁଝିଲେ ଆଜ୍ଞା? ଆଜ୍ଞା ତେଣୁ ସେମାନଙ୍କୁ ଜଣା ନଥାଏ ଯେ ସେମାନେ କୁହନ୍ତି ମୁଁ ହଉଛି ତୋର ବାପା, ମୁଁ ହଉଛି ତୋର ମାତା। ଆଜ୍ଞା ଏକମାତ୍ର ପରମ ପିତା ମାତା ହଉଛନ୍ତି ମନ୍ନାଥ ଜଗନ୍ନାଥ, ମଦଗୁରୁ ଶ୍ରୀ ଯଦଗୁରୁ, ମଦାତ୍ମା ସର୍ବାତ୍ମା ତସ୍ମୈ ଗୁରୁବେ ନମଃ। କାରଣ ପ୍ରଭୁ କହିଛନ୍ତି ଭାଗବତ ତ୍ରିଗୁଣ ରଜୁ କରେ ଧରି, ମୃଗର ଚାଏ ନରହରି। ଏହା ହଉଛି ନିରଟ ସତ୍ୟ। କାମ, କ୍ରୋଧ, ଲୋଭ ବଶବର୍ତ୍ତୀ ସମସ୍ତେ, କିନ୍ତୁ ଏହା ତ୍ରିଗୁଣକୁ ପରିହାର କରି ଯିଏ ସ୍ଥିତପ୍ରଜ୍ଞ ଭାବରେ ରହି ପ୍ରତ୍ୟେକ କାର୍ଯ୍ୟକୁ ଅନୁଧ୍ୟାନ କରି କର୍ମ କରିଥାଏ, ଈଶ୍ୱରଙ୍କ ଆଶୀର୍ବାଦକୁ କେବଳ ସେହି ଅନୁଭବ କରିଥାଏ, ସେହି ପାଏ। ଏହା ସତ୍ୟ ଆଜ୍ଞା। ସେହି କେବଳ ପ୍ରଭୁଙ୍କ କୃପା ପାଇବା ପାଇଁ ହକଦାର ହୋଇଥାଏ। ଆଉ ଯୋଉମାନେ ନାହାନ୍ତି ସେମାନେ ଅନ୍ୟଥା ହଉଛି ବୃଥା। ବୁଝିଲେ ଆଜ୍ଞା? ଆଜ୍ଞା ସମୁଦ୍ରରେ ପଶି ଲହଡି ପାଇଁ ବ୍ୟସ୍ତ ହୁଅ ନାହିଁ, କାରଣ ସମୁଦ୍ର ଯଦି ତାର ଧର୍ମ ରକ୍ଷା କରୁଛି, ତୁମେ ମଧ୍ୟ ତୁମ ଲକ୍ଷ୍ୟ ହାସଲ ପାଇଁ ତୁମର ଧର୍ମ ରକ୍ଷା କରିବା ହଉଛି ସ୍ଥିତପ୍ରଜ୍ଞ। ଆଜ୍ଞା ମହାବତରୁ ଆରମ୍ଭ କରି ସାଧୁ ସନ୍ଥ ପଦ ସମସ୍ତେ ନିୟତିର ବଳୟ ଭିତରେ ତାଠାରୁ ଉର୍ଦ୍ଧ୍ୱରେ କେହି ନାହାନ୍ତି। ସମସ୍ତେ ନିୟତି ବଳୟ ଭିତରେ, ଆପଣ ଅଛନ୍ତି, ମୁଁ ଅଛି, ସମସ୍ତେ। ତେଣୁ ନିଜକୁ ଚିହ୍ନିବାକୁ ପ୍ରଥମେ ଚେଷ୍ଟା କର, ନିଜର ସ୍ୱରୂପକୁ ଆବିଷ୍କାର କର, ସ୍ଥିତପ୍ରଜ୍ଞ ହୁଅ। ତେଣୁ ହେ ପ୍ରଭୁ, ଏ ଚ୍ୟାନେଲ ଭାଇ, ଭଗବାନ କୁହନ୍ତି ମୁଁ ତୁମର ପାଇଁ କେତେ ଦୂର ମାତ୍ର, ତୁମେ ଯଦି ମୋ ପାଇଁ ଗୋଟିଏ ପାଦ ଚାଲିବ, ମୁଁ ତୁମେ 100 ପାଦ ଚାଲିବି, ତୁମକୁ କୋଳେଇ ନେବି। ଏହା ହଉଛି ଧ୍ରୁବ ସତ୍ୟ। ଆଉ ଗୋଟେ କଥା ହଉଛି, ମୁଁ ଗୋଟେ କଥା କହିବାକୁ ବାଧ୍ୟ ହଉଛି, କେବେ କାହା ସହ ଛଳନା କର ନାହିଁ, ଅନ୍ୟକୁ ଛଳନା ଜାଲରେ ବାନ୍ଧ ନାହିଁ। ତୁମେ ଶ୍ରେଷ୍ଠ କାମ କରିଛ, ଶ୍ରେଷ୍ଠ କାମ ଭଲ ନୁହେଁ, ତାହେଲେ ପାପ। ଗୋଟିଏ ନିଶ୍ୱାସକୁ ସାରା ବିଶ୍ୱ ଦହନ କରି ଦେଇଥାଏ। ସେଇ ନିଶ୍ୱାସ ଆପଣ ପାଖରେ ଅଛି, ମୋ ପାଖରେ ଅଛି, ସମସ୍ତଙ୍କ ପାଖରେ ଅଛି। ସତ ନା ମିଛ? ଆଜ୍ଞା ତେଣୁ ସେହି ଈଶ୍ୱର ଜୀବ ହିଁ ହଉଛି ଶିବ, ସର୍ବ ବିଘ୍ନ ସେଇ ଏକ, ସେଇ ଆତ୍ମା ବିଘ୍ନନାଶକ। ତେଣୁ ପଥରେ, ଧର୍ମ ପଥରେ ପାଦ ଥୋଇ ଛଳନାର ମୁଖ ପିନ୍ଧ ନାହିଁ, କାହାକୁ ଛଳନାରେ ପକାଅ ନାହିଁ। ବ୍ରହ୍ମକୁ ବଧ୍ୟ ଅବଛଳନା କରେ। ଯଦି ତମେ କାହାକୁ ଛଳନା କରି ମିଛ କହୁଛ, ମୁଁ ତମକୁ ଏ ସମ୍ପତ୍ତି ଦେବି, ଏ ବାଡି ଦେବି, ଏ ଦୈନ ଦେବି, ଏ ଗାଡି ଦେବି, ସେମିତି କେବେ କାହାକୁ କୁହ ନାହିଁ। ତୁମେ ଯଦି ଏପରି କାହା ହେଇଥାଅ, ରାସ୍ତା କିନ୍ତୁ ଗୋଟିଏ, ତୁମେ ପାର ହବ କିପରି? ଉତ୍ତର ଦେଇପାରିବ? ନା ଆଜ୍ଞା, ପାଟିର ଘାଟିଆ, ପାଟିର ପାଟିଆ, ସେ ଏକ ହିଁ ହଉଛନ୍ତି ଈଶ୍ୱର। ତମେ ଯାହା କହୁଛ ସେ ଈଶ୍ୱର ହିଁ କହୁଛନ୍ତି। ତମ ଭିତରେ ଈଶ୍ୱର ଅଛନ୍ତି, ସତ୍ତା ଅଛି, ପରମ ବ୍ରହ୍ମ ଅଛି। ତେଣୁ କେବେ କାହାକୁ ଛଳନା ରୂପକ ମୁଁ ଧନ ଦେବି, ମୁଁ ତମକୁ ଏ ଜାଗା ଦେବି, ମତେ ତୁ ସେଇଟା ଦେଇଦେ, ଏଇଟାକୁ ଛଳନା କରି କାହାଠୁ କିଛି ଟାଣ ନାହିଁ। ତେଣୁ ମୁଁ ଆପଣଙ୍କୁ କହୁଛନ୍ତି, ଆପଣ ସାବଧାନ ହୁଅନ୍ତୁ। କାହାକୁ ଠକେଇବା ପୂର୍ବରୁ ନିଜେ ସେପରି ଠକି ନଯାଅ, ସେଥିପ୍ରତି ଧ୍ୟାନ ଦିଅ। ନଚେତ୍ ସାରା ସଂସାରରେ
ଦିନେ ତୁମକୁ ତୁମରି ଛଳନାର ଜାଲରେ ଛନ୍ଦି ହୋଇ ନିଜେ ମରିବ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ତେଣୁ ଏଇ ଛଳନା ବ୍ୟାଧି ନିରାକରଣ କେବଳ ତୁମେ ହିଁ ତୁମେ। ତୁମେ ତାଙ୍କ ଠାରୁ ଜନ୍ମ ହେଇଛ, ସିଏ ମୁକ୍ତ କିନ୍ତୁ ଛଳନାପୂର୍ଣ୍ଣ ନୁହେଁ। ତେଣୁ ସିଏ ନିଶ୍ଚୟ ତୁମେ ଏତେ ତାଙ୍କୁ ଧ୍ୟାନ ଧାରଣା କରିବ, ସେ ନିଶ୍ଚୟ ମୁକ୍ତିର ପଥ ଦେଖାଇ ଦେବେ। ସତ୍ୟର ଆଲୋକରେ ତୁମେ ନିଶ୍ଚୟ ଉଦ୍ଭାସିତ ହେବ। ଏ ହଉଛି ଗୋଟିଏ ବଡ କଥା। ଯେପରି ଆପଣଙ୍କର ଯେ ଜ୍ଞାନ ହିଁ ତୁମର ଶରୀରରେ ଥାଏ, ଯଦି ଜ୍ଞାନ ଧୃତ ହେବ ତାହା ତୁମ ବିନାଶର କାରଣ ହବ। ଆଜ୍ଞା ଯେପରି ସଞ୍ଜୟ ଧୃତରାଷ୍ଟ୍ର, ରାଷ୍ଟ୍ର ପ୍ରତି ବିପଦ ଅଛି, ରାଜ୍ୟ ପ୍ରତି ବିପଦ ଅଛି, ସଂସାର ପ୍ରତି ବିପଦ ଅଛି। ତେଣୁ ଜ୍ଞାନୀ ବି ଏକ ଆଲୋକ, ଏଇ ଆଲୋକ ଅନ୍ଧାରକୁ ଦୂର କରିଦେଇଥାଏ ଜ୍ଞାନ ଦ୍ୱାରା। ବିପଦର ସାମ୍ନା ସେ ଜ୍ଞାନ କରିଥାଏ। ଅମିଷା ବା ଯୋଉ ଶବ୍ଦ, ଅମୀମାଂସିତ ଶବ୍ଦକୁ ମୀମାଂସା କରିଦେଇଥାଏ, ଶତ୍ରୁକୁ ମିତ୍ର କରିଦେଇଥାଏ। କିନ୍ତୁ ଏହି ଜ୍ଞାନ ଯଦି ଧୃଷ୍ଟତା କରେ ତାହେଲେ ବିଶ୍ୱରେ ନିଆଁ ଲାଗିଯିବ, ସବୁ କର୍ମରେ ତମ ନିଆଁ ଲାଗିଯିବ। ନିଆଁ ସିନା ଗୋଟିଏ ଘର କି ଗୋଟିଏ ଗାଁକୁ ପୋଡିଯିବ, କିନ୍ତୁ ଜ୍ଞାନର ଅଗ୍ନିଶିଖା ଯଦି ଦୁଷ୍ଟାମି କରେ ତାହେଲେ ଦେଶ ଦେଶକୁ ନିଆଁ ପ୍ରବାହ କରିଦେବ। ଏଟା ସତ ନା ମିଛ ଆଜ୍ଞା? ସତ ଆଜ୍ଞା। ତେଣୁ ଏ ଭକ୍ତ, ହେ ଭାଇ, ଅଚ୍ୟୁତାନନ୍ଦ ଯେଉଁ ମାଳିକା ଲେଖିଛନ୍ତି, ଆଜ୍ଞା ତୁମେ ନିଜକୁ ନିଜେ ମହାଜ୍ଞାନୀ ବୋଲି କେବେ ଭାବ ନାହିଁ, ମହାଚତୁର ବୋଲି କେବେ ଭାବ ନାହିଁ, ମହାଧୂତ ବୋଲି ଭାବ ନାହିଁ, ତାହେଲେ ତୁମର କେବେ ହେଲେ ସର୍ବନାଶ ହବନି। ଯଦି ତୁମେ ନିଜକୁ ଏଇସବୁ କଥା ଭାବୁଛ ତାହେଲେ ତୁମର ସର୍ବନାଶ ସହିତ ତୁମ ସଂସାରର ସର୍ବନାଶ ହୋଇଯିବ। ଏହା ହଉଛି ସତ୍ୟ, ଏତେ ତିଳେ ସନ୍ଦେହ ନାହିଁ। ଯଦି ବୁଝି ନ ପାରୁଛ ତାହେଲେ ଆମକୁ ପଚାରିକି ବୁଝ ବା ମୋଠୁ ପରାମର୍ଶ ନିଅ। ନିଆଁକୁ ଅଣ୍ଟିରେ ପୁରାଏ ନାହିଁ, ପୁରୀରେ ଅଣ୍ଟି ଜଳିଯିବ। ତେଣୁ ମୁଁ ଆଜି ଏତିକି କହୁଛି, ତାପରେ କାଲି କହିବି। ଆପଣଙ୍କୁ ଯଦି ଏ ଶବ୍ଦଟା ଭଲ ଲାଗୁଛି, ତାପରେ ଏ ସଂସାରରେ ଯୋଉ ଆଡମ୍ବର ଚାଲିଛି, କାରରେ ଗଡା ଘୋଡି ଏୟାର କଣ୍ଡିସନ, ତା ବିଷୟରେ କିଛି କହିବି। ତାପରେ ଅସ୍ପଷ୍ଟ ହଉ ବା ସ୍ପଷ୍ଟ ହଉ, କାହାକୁ ଦୁଃଖ ଲାଗୁ ବା ସୁଖ ଲାଗୁ, ମୋ ସେଥିରେ କିଛି ଯାଏ ଆସେ ନାହିଁ। ମହାପ୍ରଭୁ ଅଚ୍ୟୁତାନନ୍ଦ ଯାହା କହିଛନ୍ତି ତାଙ୍କର କଳିକପ ଗୀତାରେ, ମୁଁ ସେଇ କଥା ଆପଣଙ୍କୁ କହୁଛି। ତେଣୁ ଆପଣଙ୍କୁ ଏତିକି କହିବି, ଭଗବାନ ଆପଣ ମଙ୍ଗଳ କରୁ, ଆପଣ ସଦ୍ବୁଦ୍ଧ ହଉ, ସତ୍ପଥେ ଚାଲୁ, ଆପଣ ଉତ୍ତର ଉନ୍ନତି ହଉ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ହରି ଓಂ ତତ୍ସତ୍। ଗଙ୍ଗେ ହର ନର୍ମଦେ ହର ଜଟା ସଗର ପାର୍ବତୀ ପଟେ ହର ହର ମହାଦେବ।